ମାନେ ତୋରି ପାଇଁ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଜବରଦସ୍ତ ସିନ୍। ଏବେ ପରିବାର ସାମ୍ନାକୁ ଆସିବ ରୋହିର ଅସଲି ମୁଖା। ଆଉ ପରିବାର ଲୋକ ସମସ୍ତେ ଜାଣିପାରିବେ ଯେ ଆଜି ପର୍ଯ୍ୟନ୍ତ ଚିକିର ଜାଗା ନେଇ ଚିକିର ନାଁ ନେଇ ରୋହି ସମସ୍ତଙ୍କୁ ଠକି ଆସିଛି। ଆଉ ଏପିସୋଡ୍ ଟିକେ ଆପଣମାନେ ତ ବହୁତ ଦିନ ଧରି ୱେଟ୍ କରିଥିଲେ। ଆଉ ଆପଣମାନେ ମନେ ମନେ ଭାବୁଥିଲେ ଯେ ରୋହିର ସତ ପରିବାର ସାମ୍ନାକୁ କେମିତି ଆସିବ। ଫାଇନାଲି ସେଇ ଏପିସୋଡ୍ଟି ଆସିଯାଇଛି। ଆଉ ସମସ୍ତେ ଜାଣିପାରିବେ ଯେ ରୋହି ହେଉଛି ଗୋଟେ ଠକେଇ ମିଛେଇ ଝିଅ। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ହାତରେ ରୋହିର କିଛି ପ୍ରୁଫ୍ ମିଳିଛି। ଆଉ ଯେଉଁଥିରେ କି ଅନୁଜ ଜାଣିପାରୁଛନ୍ତି ଯେ ପ୍ରକୃତରେ ତାଙ୍କ ଝିଅ ହେଉଛି ଚିକି। ଆଉ ଚିକି ହେଉଛି ପ୍ରକୃତରେ ସିଆ। ଆଉ ଏ ରୋହି ଆଜି ପର୍ଯ୍ୟନ୍ତ ପରିବାର ଲୋକକୁ ଧୋକା ଦେଇ ଆସିଛି। ଆଉ ଏଥିପାଇଁ ସେ ପରିବାର ଆଗରେ ସତ କଥା ଆଣିବା ପାଇଁ କାମିନୀ ଜେଜେମାଙ୍କ ସାମ୍ନାକୁ ଚାଲିଯାଆନ୍ତି। ତେବେ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି ରୋହି ଯେତେବେଳେ ପାରିଲେ ଯେ ଅନୁଜ ଏ କଥାକୁ ଜାଣିପାରିଛନ୍ତି ରୋହି କ'ଣ ସହଜରେ ଅନୁଜକୁ ଏଠୁ ଯିବାକୁ ଦେବେ? ଆଉ କ'ଣ ପରିବାର ସାମ୍ନାରେ ରୋହିର ସତ ଆସିଯିବ? ହଁ ମୋତେ ତ ଲାଗୁଛି ରୋହିର ସତ ଆସିଯିବ। ଆଉ ଆସିଗଲେ ଆପଣମାନେ କେତେ ଖୁସି ହେବ ତାହା ମଧ୍ୟ ଆମକୁ କମେଣ୍ଟ ମାଧ୍ୟମରେ ଲିଖି ଜଣାନ୍ତୁ। ଆଉ ଏ ସିରିଏଲର ମୋଡ଼ ଆଗକୁ କ'ଣ ରହୁଛି ଆପଣମାନେ ଯଦି ଜାଣିବାକୁ ଚାହାନ୍ତି ତାହେଲେ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ଆପଣମାନେ ରୋହିକୁ କେତେ ଘୃଣା କରନ୍ତି ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଲିଖି ଜଣାନ୍ତୁ। ମୁଁ ତ ରୋହିକୁ ପୁରା ଘୃଣା କରେ। ଆପଣମାନେ କେତେ ଘୃଣା କରନ୍ତି କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ ନମସ୍କାର।